ତେବେ ସାଙ୍ଗମାନେ ସ୍ୱପ୍ନ ଦେଖନ୍ତି ମାଇ ମମତା ଆଜିର ନ୍ୟୁ ଏପିସୋଡରେ ଦେଖିବାକୁ ପାଇବି। ଆଦର୍ଶ କୁହନ୍ତି ପଲ୍ଲବୀକୁ ଏଇ ବାଲକୃଷ୍ଣ ଫଟୋକୁ ତୁମ ରୁମ୍ରେ ଲଗେଇବା ଯେମିତି ତୁମ ନଜର ବାଲକୃଷ୍ଣ ଉପରେ ପଡ଼ିବ ଆଉ ଆମ ସନ୍ତାନ ଠିକ୍ ବାଲକୃଷ୍ଣ ପରି ହେବ। ତ ପଲ୍ଲବୀ କୁହନ୍ତି ଆମ ସନ୍ତାନକୁ ଠିକ୍ ତମରି ପରି କରିବାକୁ ଚାହୁଁଛି। ପଲ୍ଲବୀ କୁହନ୍ତି ଆଦର୍ଶକୁ ଆମ ସନ୍ତାନକୁ ଠିକ୍ ତମରି ପରି କରିବାକୁ ଚାହୁଁଛି ଆଉ ମୁଁ ନିଜେ ତମରି ଫଟୋ ଆଣି ମୁଁ ଏଇଠି ଲଗେଇଛି। ଆନନ୍ଦ ରୂପସାକୁ କୁହନ୍ତି ଆଜି ରୂପସା ସମସ୍ତଙ୍କୁ ଖାଇବାକୁ ଦେଉଛନ୍ତି। ଏତେ ବଡ଼ ପରିବର୍ତ୍ତନ ହଠାତ୍ ସୂର୍ଯ୍ୟ ପଶ୍ଚିମ ଦିଗରୁ ଉଦୟ ହୋଇଛନ୍ତି। ମୋ କହିବା କଥା ହେଲା ଏତେ କଠୋର ବ୍ରତ କରିସାରିବା ପରେ ବି ଦେଖ ଏତେ ଷ୍ଟ୍ରଙ୍ଗ ଅଛି। ଭଲ କଥା ରୂପସା ଆଉ ଏମିତି ହେଉନି ତ? ତୁ ଲୁଚି ଲୁଚି ତ ରୁମ୍ରେ ଖାଇ ଦେଉନି ତ? ମୁଁ ମଜାକ କରୁନି, ମୋତେ ଯାହା ବି ଠିକ୍ ଲାଗିଲା ମୁଁ ସେଇଆ ହିଁ କହିଲି। ଏସବୁ ପଛରେ କିଛି ନା କିଛି ରହସ୍ୟ ନିଶ୍ଚୟ ଅଛି। ରୂପସା କ'ଣ କିଛି ପ୍ଲାନ୍ ଚାଲିଛି ତ ମୁଣ୍ଡରେ? ରିମଝିମ୍ କୁହନ୍ତି ହଁ ବଡ଼ ବାପା, ଯେତେବେଳେ ରୂପସାର ଏ ବ୍ରତ କଥା ଶୁଣିଲି ମୋତେ ବି ଠିକ୍ ସେଇଆ ଲାଗିଥିଲା। ସେମିତି କିଛି ପ୍ଲାନ୍ ପ୍ରୋଗ୍ରାମ ନିହାତି ରୂପସା କରୁଛି ନା ନିଜ ପେଟକୁ କଷ୍ଟ ଦେଇ ଏତେ ବଡ଼ ବ୍ରତ ସେ କ'ଣ ପାଇଁ ରଖିବ। ତେବେ ସାଙ୍ଗମାନେ ଆଜିର ଫୁଲ୍ ଏପିସୋଡ୍ ଏତିକି ଦେଲା। ଭଲ ଲାଗିଥିଲା ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଆମ ସହ ଯୋଡ଼ି ରୁହନ୍ତୁ। ନମସ୍କାର।